ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁତପେଜ ଗ୍ରାମର ଆଦିବାସୀ ଡାକ୍ତରୀ ଝିଅ ସୁସ୍ମିତା ମାଝୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଏମବିବିଏସ୍ ପାଠରେ ଉତ୍ତୀର୍ଣ୍ଣ ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ ଆଣିଛନ୍ତି। ତାଙ୍କ ବାପା ବୁଟୁଲୁ ମାଝୀ ଆସିଷ୍ଟାଣ୍ଟ କମିଶନର ଜିଏସଟିର ମଧ୍ୟପ୍ରଦେଶର ଜବଲପୁରଠାରେ କାର୍ଯ୍ୟରତ ଥିବାବେଳେ ମାତା ସୈରନ୍ଦ୍ରୀ ମାଝୀ ଗୃହିଣୀ ଭାବରେ ପରିଚିତ। ଆଜି ତାଙ୍କୁ ଗଣସମାଜ ପକ୍ଷରୁ ତିଖାଳି ବଙ୍ଗଳାଠାରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଜୟରାମ ମାଝୀ, ଧନଞ୍ଜୟ ମାଝୀ, ଲବିରାମ ମାଝୀ, ମଝିଆ ମାଝୀ, ଶ୍ରୀକାନ୍ତ ସିଂ ମାଝୀ, ସିଙ୍ଗଲ ସାଏ ମାଝୀ, ଯୌବନ ମାଝୀ, ପବିତ୍ର ମାଝୀ ଓ ଗଣସମାଜର ଅନେକ ମହିଳା ପୁରୁଷ ଉପସ୍ଥିତ ରହି ଡାକ୍ତର ସୁସ୍ମିତା ମାଝୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। मुझे कहबी आमर जितकी भी झील पुओ जी भी घरे अच्छा समस्त को शिक्षा क्षेत्र में आगू बढ़े चलतु से जमी बाधा किसी भी आसिले से हेल्प करवा लगे आमर बहुत सारा सांग आमर गोटे निजर समाज गोटे अच्छी जे से आगू बढ़ेबार बहुत हेल्प करवा तो से हेल्प नहीं कि भी एमने आगे बढ़ी कर गोटे निजर लाइफ रे गोटे बढ़िया सक्सेस पाई पारे से लगी से खाली कष्ट करवा पड़वा कष्ट कले सब किसी मिलଯିବ से ମୁଁ ଚାହୁଁଛି। ନୂଆପଡ଼ା ଜିଲ୍ଲାରୁ ଜଗନ୍ନାଥ ସାଗରଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ समाचार।